ବାଲେଶ୍ୱର ଲୋକ ମହୋତ୍ସବର ଗୁରୁବାର ଥିଲା ନବମ ସନ୍ଧ୍ୟା। ଏହି ଅବସରରେ ଉପସଭାପତି ସୀମନ ଦାସ ମହାପାତ୍ର ସଭାପତିତ୍ୱ କରୁଥିବା ବେଳେ ଅତିଥି ଭାବେ ପୂର୍ବତନ ବ୍ରିଟ୍ ଅଧ୍ୟକ୍ଷ ଆଲୋକ ସାହୁ, କଂଗ୍ରେସ ଜିଲ୍ଲା ସଭାପତି ସତ୍ୟଶିବ ଦାସ, ସିବିଆଇସିର ସଭାପତି ସଞ୍ଜୟ ଦାସ, ପିଏନବି ଶାଖା ପରିଚାଳକ ବିଶ୍ୱଜିତ ବିଶ୍ୱାଳ, ଉପଦେଷ୍ଟା ପ୍ରକାଶ କିଶୋର ନାୟକ ଯୋଗଦେଇ ମହୋତ୍ସବର ଉନ୍ନତି କାମନା କରିଥିଲେ। କୋଷାଧ୍ୟକ୍ଷ ନୀତିଶ ବାରିକ ମଞ୍ଚ ଆହ୍ୱାନ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟକ୍ଷ ବିଶ୍ୱଜିତ ପରମାଣିକ, ସାଧାରଣ ସମ୍ପାଦକ ସଞ୍ଜୟ ସାମନ୍ତ, କାର୍ଯ୍ୟକାରୀ ସଦସ୍ୟ ଜୟରାମ ଦାସ, ମନୋରଞ୍ଜନ ନନ୍ଦୀ, ଅଜୟ ପ୍ରଧାନ, ସାଗର ଅଗ୍ରୱାଲ, ଉପେନ୍ଦ୍ର ବେହେରା, ଲମ୍ବୋଦର ବେହେରା ମଞ୍ଚରେ ଉପସ୍ଥିତ ଥିଲେ। ଶେଷରେ ଶିଲାପ ସତ୍ୟକାମ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମରେ ଅସିତ ଦାସ, ଶ୍ରୀମାନ ଶ୍ରୀଚନ୍ଦନ, ବିକାଶ ପାଢ଼ୀ, ଶ୍ରୀମନ୍ତ ମାଝୀ, ତାପସ ପାଣିଗ୍ରାହୀ, ସୌଭାଗ୍ୟ ମାନସ ନାୟକ, ରାଜେଶ ମହାକୁଡ଼, ସମ୍ବିତ ବିଶ୍ୱାଳ, ସତ୍ୟପ୍ରକାଶ ପତି, ସୌମ୍ୟରଞ୍ଜନ ପାଣିଗ୍ରାହୀ, ରିତିକ ନାୟକ, ଜିତେନ୍ଦ୍ର ମହାଳିକ, ଅନୁପମ ମିଶ୍ର, ସୌମ୍ୟରଞ୍ଜନ ଯାଦବ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ କଣ୍ଠଶିଳ୍ପୀ ଶକ୍ତି ମିଶ୍ର ସଙ୍ଗୀତ ପରିବେଷଣ କରିଥିଲେ। ତାଙ୍କ ଗୀତ ଶୁଣିବା ପରେ ଆଇଟିଆଇ ପଡ଼ିଆରେ ନାହିଁ ନଥିବା ଗହଳି ହୋଇଥିଲା। ରାଜ୍ୟର କୋଣ ଅନୁକୋଣରେ ଆସିଥିବା 300ରୁ ଅଧିକ ଷ୍ଟଲ୍ ଏଠାରେ ଖୋଲା ହୋଇଥିବା ବେଳେ ଲୋକମାନଙ୍କର ନାହିଁ ନଥିବା ଗହଳି ହୋଇଛି। ଏଥିସହିତ ମୀନାବଜାର, ରାମଦୋଳି, ଜଳପରୀର ଆକର୍ଷଣ ସାଜିଛି। ଏହି ଲୋକ ମହୋତ୍ସବ ଆସନ୍ତା ନଭେମ୍ବର 28 ତାରିଖ ପର୍ଯ୍ୟନ୍ତ ଚାଲିବ।